ସକାଳେ ଆଜି କିଛି ନ କହିକି ଭିଡ଼ିଓ ଆରମ୍ଭ ହେଉଛି। ଭାଇଙ୍କର ଗୋଟେ ରିକ୍ୱେଷ୍ଟ ଅଛି, ଭାଇମାନେ ଆମ ଜନସାଧାରଣ ମାନଙ୍କୁ କିଛି କହିବେ। ଆଜ୍ଞା ନମସ୍କାର। ଆଜ୍ଞା ବର୍ଷା ପବନ ବେଳେ ଯେଉଁ ବ୍ୟକ୍ତି ଆପଣଙ୍କ ଘର ଦୁଆର ମୁହଁରେ ଠିଆ ହେଉଛି ତାକୁ ଟିକେ ଘର ଭିତରକୁ ଡାକନ୍ତୁ। ଏବେ ଯେଉଁ ଘଡ଼ଘଡ଼ି ଟାଇମ୍ ଆମ ସେପଟେ ବହୁତ କାଲି କ୍ଷତିଗ୍ରସ୍ତ ହେଇଛି। ଘର ପାଖରେ ଆପଣଙ୍କର ଯେଉଁ ବି ବ୍ୟକ୍ତି ଠିଆ ହେଇଥାନ୍ତୁ, ଡେଲିଭରି ବୟ ହେଉ କି ବାଟେଇ ହୁଅନ୍ତୁ କିଏ ବି ହଉ, ଆପଣ ଟିକେ ତାଙ୍କୁ ଘର ଭିତରୁ ଡାକନ୍ତୁ। ଘର ଭିତରୁ ଗଲେ ଆପଣଙ୍କ ଘରଟା ମାରା ହେଇଯିବନି, ଗୋଟେ ବ୍ୟକ୍ତିର ଜୀବନଟା ବଞ୍ଚିଯିବ। କାହିଁକିନା କାଲି ଗୋଟେ ଜଣଙ୍କ ଘର ପାଖରେ ମୁଁ ଠିଆ ହେଇଥିଲି, ସେ ଘର ଭିତରେ କବାଟ ଦେଇ ସବୁ ପଳେଇଲେ, ତାଙ୍କରି କାମରେ ମୁଁ ଯାଇଥିଲି, କିନ୍ତୁ ମୋତେ ଟିକେ ଘର ଭିତରକୁ ଡାକିଲେନି। ଏଇଟା ମାନବିକତା ତାଙ୍କର ନାହିଁ। ସମସ୍ତଙ୍କର ଗୋଟେ ମନୁଷ୍ୟତା ମାନବିକତା ରହିବା ଦରକାର। କାଲି ଆମ ସହିତ ବି ସେଇ ଅବସ୍ଥା ହେଇଛି। ହଁ, କାଲି ଆପଣ ବି କୁଆଡ଼େ ଯାଉଥିବେ, କାହା ଦୁଆର ମୁହଁରେ ଠିଆ ନିହାତି ହେଇଥିବେ, କାହିଁକି ଆପଣଙ୍କୁ କିଏ ନ ଡାକିଲେ ଆପଣଙ୍କ ମନରେ କ'ଣ ଲାଗିବ? କାହିଁକିନା କାଲି ଯେଉଁ ବର୍ଷା ଜାତିଗତ ବ୍ୟକ୍ତିଗତ କିଛି ସମସ୍ୟା ନୁହେଁ, ଗୋଟେ ସୂଚନା ଗୋଟେ ଦେବା କଥା ଯେ ଗୋଟେ ଘଡ଼ଘଡ଼ି ଗୋଟେ ବର୍ଷା ହେଉଛି, ତୋର ଘଡ଼ଘଡ଼ି ହେଉଛି, ଜଣେ ନିହାତି ଭାବରେ ଡାକିବ କି ଘର ନ ଦିଆ ମୋ ପିଣ୍ଡା ଉପରେ ଠିଆ ହେଇଯାଅ, କିଛି ନାହିଁ, ନିଜର ଗୋଟେ ଜୀବନ ବଞ୍ଚିଯିବ। କାହିଁକିନା ଏଥିରେ ଆମେ କାମ କରୁଛୁ ବାହାରେ ଯାଇକି, ତା ମାନେ ନୁହଁ ଯେ ଆମର କିଛି ନାହିଁ, ଘର ଦ୍ୱାର କିଛି ନାହିଁ କି ଇଏ। ଆମେ ଦୁଇ ପଇସା ରୋଜଗାର କରିବା ପାଇଁ ଆସୁଛୁ, ସେଇ ଦୁଇ ପଇସା ରୋଜଗାର କରିବା ପାଇଁ ନିଜ ପେଟ ପାଟଣା ପାଇଁ ଆମେ ଆସୁ ରୋଜଗାର କରିବାକୁ। ତ ସେଇଥିରେ ଆପଣମାନଙ୍କ ପାର୍ସଲ ନେଇକି ଗଲେ ଆମେ ଆପଣମାନଙ୍କୁ ଦେବୁ, ଆଉ ତା ଦେହରେ